ଆପଣଙ୍କର ଯଦି ମେଷ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ମେଷ ରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି ମେ ମାସର 16 ତାରିଖରେ ଯେଉଁ ଅମାବାସ୍ୟା ସାବିତ୍ରୀ ଆସିବାକୁ ଯାଉଅଛି, ସେହି ଦିନଠାରୁ ଆପଣଙ୍କର ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେବ ଏବଂ ଆପଣଙ୍କର ଜୀବନରେ ଯେତେ ମାତ୍ରାରେ ଦୁଃଖ କଷ୍ଟ ଆସୁଥିଲା ବା ବାଧାବିଘ୍ନ ଆସୁଥିଲା ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଦୂର ହେବ। ତେଣୁ ଆପଣ ଯଦି ମେଷ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିନ୍ତ ଭାବେ କରନ୍ତୁ। ତେବେ ଦେଖନ୍ତୁ, ପ୍ରଥମତଃ ମେଷ ରାଶିର ଅଧିପତି ହେଉଛନ୍ତି ମଙ୍ଗଳ ମହାଗ୍ରହ, ଯାହା ଏହି ସାବିତ୍ରୀ ଅମାବାସ୍ୟା ତିଥିରେ ଆପଣଙ୍କର ରାଶିଚକ୍ରରେ 4ଟି ରାଶି, ମୁଖ୍ୟତଃ 4ଟି ରାଶିଚକ୍ରରେ ଆପଣଙ୍କର ଘଟିବାକୁ ଯାଉଅଛି। ଏହି 12ଟି ରାଶିଚକ୍ର ମଧ୍ୟରୁ 4ଟି ରାଶିରେ ଘଟିବ, ଯେଉଁଥିରୁ କି ମେଷ ରାଶି ଏକ ଅନ୍ୟତମ ଅଟେ ଏବଂ ମେଷ ରାଶିର ବ୍ୟକ୍ତିବିଶେଷଙ୍କର ରାଶିଚକ୍ରରେ 4ଟି ମହାଗ୍ରହ ମଧ୍ୟ ମିଳନ କରିବେ। ଖାସ୍ କରି ଶନି, ମଙ୍ଗଳ, ଶୁକ୍ର ଏବଂ ବୁଧ ମହାଗ୍ରହ, 4ଟି ମହାଗ୍ରହ ଏକତ୍ର ହୋଇ ଆପଣଙ୍କର ଗୁରୁସ୍ଥାନର ଲାଭ ଘରେ ବିରାଜମାନ କରିବେ, ଯାହାଫଳରେ କି ଆପଣଙ୍କର ଏକ ଗଜରାଜ ଯୋଟକ ସୃଷ୍ଟି ହେବ ଏବଂ ଆପଣଙ୍କର ଗଜରାଜ ଯୋଗ ସୃଷ୍ଟି ହେବା ଫଳରେ ଆପଣଙ୍କର କ୍ୟାରିୟର କ୍ଷେତ୍ରରେ ଉନ୍ନତି ଆସିବା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିବ। କେବଳ ଆପଣଙ୍କର ପରିବାରର ଟିକେ ଯତ୍ନ ନିଅନ୍ତୁ, କାରଣ ଏହି ସାବିତ୍ରୀ ଅମାବାସ୍ୟା ତିଥି ଠାରୁ ଆପଣଙ୍କର ପରିବାର କ୍ଷେତ୍ରରେ କିଛି ବାଦ ବିବାଦ ଲାଗି ରହିପାରେ ଏବଂ ଭାଇ ଭାଇଙ୍କ ମଧ୍ୟରେ କିଛି କଳିକଜିଆ ମଧ୍ୟ ସୃଷ୍ଟି ହୋଇପାରେ। ଆପଣଙ୍କର ପରିବାର କ୍ଷେତ୍ରରେ କିଛି ବାଧାବିଘ୍ନ ମଧ୍ୟ ଉପୁଜିପାରେ ଏବଂ ଆପଣ ଦେଖିବେ କିଛି ଆପଣଙ୍କ ଘରେ କଳହ ସୃଷ୍ଟି ହେବା ସହିତ ଆପଣଙ୍କର ଛୋଟ ମୋଟ ଆକ୍ସିଡେଣ୍ଟ ହେବାର ମଧ୍ୟ ସମ୍ଭାବନା ରହୁଅଛି। ନଚେତ୍ ଆପଣଙ୍କ ପାଇଁ ଏହି ସାବିତ୍ରୀ ବ୍ରତ ଅମାବାସ୍ୟାଟି ଅତ୍ୟନ୍ତ ଶୁଭ ଅଟେ, କାରଣ ଏହି ଦିନ 4ଟି ମହାଗ୍ରହ ଯେବେ ମିଳନ ହେଉଅଛି ଆପଣଙ୍କର କ୍ୟାରିୟର କ୍ଷେତ୍ରରେ ଉନ୍ନତି ଆସିବ, ଆପଣଙ୍କୁ ନୂତନ ଚାକିରିରେ ଅପରଚ୍ୟୁନିଟି ଆସିବ। ଯଦି ଆପଣ ଚାକିରିରେ ଅଛନ୍ତି ତେବେ ଆପଣଙ୍କର ପ୍ରମୋସନ୍ ମଧ୍ୟ ଘଟିପାରେ। ବିଜନେସ୍ କ୍ଷେତ୍ରରେ ବହୁତ ମାତ୍ରାରେ ଲାଭବାନ ହେବେ। ଆପଣ ଦେଖିବେ ଆପଣଙ୍କର ବିଜନେସ୍ କ୍ଷେତ୍ରରେ ମଧ୍ୟ ବହୁତ ମାତ୍ରାରେ ଲାଭ ହେବ ଏବଂ ଆପଣଙ୍କର ଜୀବନରେ ଯେତେ ମାତ୍ରାରେ ଦୁଃଖ କଷ୍ଟ ଆସୁଥିଲା ତାହା ମଧ୍ୟ ଦୂର ହେବା ସହିତ ଆପଣଙ୍କର ଆୟ ମଧ୍ୟ ବୃଦ୍ଧି ହେବ, ବ୍ୟୟ କମ୍ ହେବ। କେବଳ ଆପଣ ଆପଣଙ୍କର ପରିବାର କ୍ଷେତ୍ରରେ ଟିକେ ଯତ୍ନ ରଖନ୍ତୁ, ପରିବାରରେ ସମୟ ଦିଅନ୍ତୁ ଏବଂ ଆପଣ କଳିକଜିଆଠୁ ଟିକେ ଦୂରେଇ ରୁହନ୍ତୁ। ଗାଡ଼ି ମଟରକୁ ଯାନବାହନକୁ ସ୍ଲୋଲି ଚଲାନ୍ତୁ, ନିଆଁ ପାଣିରୁ ଟିକେ ଦୂରେଇ ରୁହନ୍ତୁ। ନଚେତ୍ ଆପଣଙ୍କ ପାଇଁ ଏହି ମେ ମାସର ସାବିତ୍ରୀ ଅମାବାସ୍ୟାଟି ଅତ୍ୟନ୍ତ ଶୁଭଦାୟକ ରହିବ। ଆର୍ଥିକ ଆୟ ବୃଦ୍ଧି ହେବା ସହିତ କିଛି ଯାନବାହନ କ୍ରୟ କରିପାରନ୍ତି, କିଛି ଦୂର ଯାତ୍ରା ଭ୍ରମଣ କରିପାରନ୍ତି ଏବଂ ବାସଗୃହ ନିର୍ମାଣ କରିବାର ମଧ୍ୟ କିଛି ପ୍ଲାନ୍ କରିପାରନ୍ତି। ତେବେ ମୋଟାମୋଟି ଦେଖିବାକୁ ଗଲେ ମେଷ ରାଶିର ବ୍ୟକ୍ତିବିଶେଷ ପାଇଁ ଏହି ସାବିତ୍ରୀ ଅମାବାସ୍ୟାଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ। ଯଦି ଆପଣ ଏହି ଦିନ କିଛି ଗୁଡ଼ ଏବଂ ରୁଟି, କଳା ଗାଈ ହେଉ କିମ୍ବା କଳା ଷଣ୍ଢ ହେଉ ଖାଇବାକୁ ଦିଅନ୍ତି ସାବିତ୍ରୀ ଅମାବାସ୍ୟା ଦିନ, ତେବେ ଆହୁରି ମଧ୍ୟ ଆପଣଙ୍କର ଶୁଭ ଘଟିବ। ତେଣୁ ଆଜି ତ ସମୟ ହୋଇଯାଇଅଛି, ଭିଡ଼ିଓଟିକୁ ଏଇଠି ରଖୁଛୁ। ଆପଣ ଯଦି ମେଷ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥାନ୍ତି ତେବେ ଗୋଟିଏ ଲାଇକ୍ କରିଦିଅନ୍ତୁ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ତେବେ ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।